ନାତାଶା ରିଧିକୁ କହୁଛନ୍ତି, ରିଧି। ସେଇ ଟାଇମ୍ରେ ଶାଲିନୀ ଆସିକି କହୁଛନ୍ତି, କ'ଣ ହେଇଛି ନାତାଶା, ତମେ ଏମିତି ଚିଲଉଛ କାହିଁକି? ସେଇ ଟାଇମ୍ରେ ନାତାଶା ଶାଲିନୀକୁ କହୁଛନ୍ତି, ତମେ ଜାଣିନା ଶାଲିନୀ, ଇଏ ଦେଖ ଏସବୁ କ'ଣ କରିଛି। ସେଇ ଟାଇମ୍ରେ ରିଧି କହୁଛନ୍ତି, ହେଲେ ଏଥିରେ ମୋର ଦୋଷ କ'ଣ? ତମେ ତ ଏମିତି କହିଲା ବେଳେ ସେଇ ଟାଇମ୍ରେ ନାତାଶା କହୁଛନ୍ତି, ଚୁପ୍ କର। ଇଚ୍ଛା ତ ହେଉଛି ତତେ ଇମିଡ଼ିଏଟ୍ ଏ ଘରୁ ବାହାର କରିଦେବା ପାଇଁ, ହେଲେ ସେଇ ଟାଇମ୍ରେ ରିଧି କହୁଛନ୍ତି, ହେଲେ କରିପାରିବନି ବିକଜ୍ ଆଦି ସାର୍ଙ୍କ ପାଇଁ। ସେଇ ଟାଇମ୍ରେ ନାତାଶା କହୁଛନ୍ତି, ରିଧି। ତାପରେ ରିଧି କହୁଛନ୍ତି, ନାତାଶା ଆଦି ସାର୍ ଏବେ ବି ଜାଣିନାହାନ୍ତି ଯେ ତମେ ତମ ଦିଦିଙ୍କ ସହିତ କ'ଣ ସବୁ କରିଛ। ଆଉ ଜେଜେମାକୁ ତମେ କେମିତି ଚାକର ବନେଇକି ରଖିଛ। ଆରେ ସେ ତ ଭାବୁଛନ୍ତି ତମେ ତାଙ୍କର କେୟାର କରୁଛ। ଆଉ ସେ ଏକଥା ବି ଜାଣିନାହାନ୍ତି ତମେ ଆଉ ଧନଶ୍ରୀ ମ୍ୟାଡ଼ାମ୍ କେମିତି ତାଙ୍କର ସବୁ ପ୍ରପର୍ଟିକୁ ନିଜ ନାଁରେ କରିନେଇଛ। କେବଳ ତାଙ୍କର ନୁହେଁ ତ ରାଗିଣୀ ମ୍ୟାଡ଼ାମ୍ଙ୍କ କମ୍ପାନୀକୁ ବି ତମେ ଛଡ଼େଇ ନେଇଛ। କେବେ ଭାବିଛ ଆଦି ସାର୍ ଯେତେବେଳେ ଏ କଥା ଜାଣିବେ ନା ତମ ଅବସ୍ଥା ସେତେବେଳେ କ'ଣ ହେବ? ସେଇ ଟାଇମ୍ରେ ନାତାଶା କହୁଛନ୍ତି, ଲାଗୁଛି ତୋ ମୁହଁ ବି ସେମାନଙ୍କ ଭଳିଆ ସବୁଦିନ ପାଇଁ ବନ୍ଦ କରିବାକୁ ପଡ଼ିବ। ସେଇ ଟାଇମ୍ରେ ରିଧି କହୁଛନ୍ତି, ବାସ୍ ନାତାଶା, ତମର ଏ ପାପକ୍ରମ ପାଇଁ ନା ତମେ ତମ ବେବିକୁ ହରେଇଛ। ଆଉ ଏମିତି କିଛି ନ ହଉ ତମର ଏଇ ପାପ ପାଇଁ ସବୁ କିଛି ହରେଇକି ତମେ ଦାଣ୍ଡର ଭିକାରୀ ନ ହେଇଯାଅ। ରିଧିକୁ ନାତାଶା ରିଧି ବୋଲିକି କହିକି ଗୋଟେ ଚାପୁଡ଼ା ମାରୁଛନ୍ତି। ଭୁଲି ଯାନି, ତୁ ବି ହେଉଛୁ ମୋର ଗୋଟେ ଚାକର। ଏମିତି କହିକି ନାତାଶା ରିଧିକୁ କଷ୍ଟ ଦେଉଛନ୍ତି ବହୁତ। ଆଉ ଚାକରର କିଛି ବି ଅଧିକାର ନଥାଏ ତା ମାଲିକ ମୁହଁରେ ଜବାବ ଦେବା। ସେଇ ଟାଇମ୍ରେ ରିଧି କହୁଛନ୍ତି, ମୋର ବି ଇଚ୍ଛା ଅଛି ନାତାଶା ଏ ସବୁ କାମ ଛାଡ଼ିକି ଚାଲିଯିବା ପାଇଁ, ଛାଡ଼ିକି ସବୁ। ହେଲେ କ'ଣ କରିବି, ମୁଁ ତ ତମମାନଙ୍କ ଭଳି ହେଇପାରିବିନି ନା। ଆଦି ସାର୍ଙ୍କୁ ମୁଁ ଦେବତା ଭଳିଆ ମାନେ। ତାଙ୍କ ସହିତ ମୁଁ ଜମାର ବି ବେଇମାନ କରିପାରିବିନି। ଆଉ ସେଇଥିପାଇଁ, କେବଳ ସେଇଥିପାଇଁ ମୁଁ ଏଠି ପଡ଼ିକି ରହିଛି। ହେଲେ ତମେ ମୋତେ ମଜବୁର କରନି ତମର ସବୁ କଥା ମୁଁ ସେମାନଙ୍କୁ କହିଦିଏ ବୋଲିକି। ଏମିତି କହିକି ରିଧି ସେ ଜାଗାରୁ ଚାଲି ଯାଉଛନ୍ତି। ସେଇ ଟାଇମ୍ରେ ନାତାଶାଙ୍କୁ ଶାଲିନୀ କହୁଛନ୍ତି, ନାତାଶା ତମେ ଏସବୁ କ'ଣ କରୁଛ? ସେଇ ଟାଇମ୍ରେ ନାତାଶା ଶାଲିନୀକୁ କହୁଛନ୍ତି, ତମେ ମୋତେ ଅଟକଉଛ। ଆରେ ତମେ କ'ଣ ଦେଖିପାରିଲନି ସେ ମୋତେ କେମିତିକା କଥା କହିକି ସବୁ ଚାଲିଗଲା। ତାକୁ ଧର ଶାଲିନୀ, ମୋତେ ନୁହଁ। ସେଇ ଟାଇମ୍ରେ ଶାଲିନୀ କହୁଛନ୍ତି ନାତାଶାକୁ, ନାତାଶା ଏମିତି ଛୋଟ ଛୋଟ କଥାରେ ରାଗିବା ଜମାରୁ ବି ଭଲ ନୁହଁ। ତା ଛଡ଼ା ରିଧି ହେଉଛି ମୁକ୍ତିର ସାଙ୍ଗ ଆଉ ଏ ଘର ଲୋକ ତାକୁ ଝିଅ ବୋଲିକି ମାନି ଆସିଛନ୍ତି। ସେଇ ଟାଇମ୍ରେ ନାତାଶା କହୁଛନ୍ତି, ତ କ'ଣ ହେଲା ସେ ମୁକ୍ତିର ସାଙ୍ଗ ବୋଲିକି ମୁଁ ତାକୁ ମୁଣ୍ଡରେ ବସେଇବି କି? ନେଭର। ହଁ ଦର୍ଶକ ବନ୍ଧୁ, ମୋ ସିନ୍ଦୁରର ଅଧିକାର ସିରିଏଲରେ ଆପଣମାନେ ଏମିତି କିଛି ଦେଖିବାକୁ ପାଇବେ।